ବନ୍ଧୁଗଣ, ଆପଣମାନଙ୍କୁ ସ୍ୱାଗତ ଓଡ଼ିଆ ଓ ଭାଷା ସାହିତ୍ୟ ସିନ୍ଧୁ ଚ୍ୟାନେଲକୁ। ଆଜି ଆମେ ଆଲୋଚନା କରିବା ଯୁକ୍ତ 2 ପ୍ରଥମ ବର୍ଷ ପାଠ୍ୟଖସଡ଼ାରେ ସ୍ଥାନ ପାଇଥିବା କବିତା ସାହାଡ଼ା ବୃକ୍ଷ ବିଷୟରେ। ତା ପୂର୍ବରୁ ଆମେ ଲେଖକଙ୍କର ପରିଚୟ ବିଷୟରେ ଜାଣିବା। ସାହାଡ଼ା ବୃକ୍ଷର ଲେଖକ ହେଉଛନ୍ତି ସାରଳା ଦାସ। ଜନ୍ମସ୍ଥାନ ଝଙ୍କଡ଼, ଆଧୁନିକ ନାମ ହେଉଛି କନକପୁର, ଜଗତସିଂହପୁର ଜିଲ୍ଲାର। ପ୍ରାୟତଃ ତାଙ୍କର ଜନ୍ମ ସମୟ ହେଉଛି ପଞ୍ଚଦଶ ଶତାବ୍ଦୀ, ଯେଉଁ ସମୟରେ କି ସୂର୍ଯ୍ୟବଂଶର ପ୍ରତିଷ୍ଠାତା ସମ୍ରାଟ କପିଳେନ୍ଦ୍ର ଦେବ 1435ରୁ 1465 ସାମୟିକ ଭାବରେ। ତାଙ୍କର ଲେଖକ ବା ସୃଷ୍ଟି ସମ୍ପଦ ଭିତରେ ଦେଖିବା ମହାଭାରତ, ଚଣ୍ଡୀପୁରାଣ, ବିଚିତ୍ର ରାମାୟଣ ଓ ଲକ୍ଷ୍ମୀ ନାରାୟଣ ବଚନିକା। ସାରଳା ଦାସଙ୍କୁ ଓଡ଼ିଶାରେ ମାଟିର ମହାକବି ବା ଶୂଦ୍ରମୁନି ଭାବରେ ନାମିତ କରାଯାଇଛି। ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ ଗ୍ରାମରେ ସେ ପଞ୍ଚଦଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତୃଦତ୍ତ ନାମ ଥିଲା ସିଦ୍ଧେଶ୍ୱର ପରିଡ଼ା। ଦେବୀ ସାରଳାଙ୍କ କୃପା ଲାଭ କରି କବିତ୍ୱ ପ୍ରାପ୍ତ ହେଉଥିବାରୁ ତାଙ୍କ ପରବର୍ତ୍ତୀ କବିମାନଙ୍କ ସାରଳା ଭାବରେ ତାକୁ ନାମିତ କରିଛନ୍ତି। ସେ ଥିଲେ ଓଡ଼ିଆ ସାହିତ୍ୟର ଜଣେ ଆଦିକବି। କଥିତ ଓ ଲୋକ ଭାଷାକୁ ସାହିତ୍ୟ ଭାବରେ ମର୍ଯ୍ୟାଦା ପ୍ରଦାନ କରି ସେ ବିଶାଳ ମହାଭାରତ ଗ୍ରନ୍ଥ ରଚନା କରିଥିଲେ। ମୂଳ ସଂସ୍କୃତ ମହାଭାରତର ଆଧାରରେ ଲିଖିତ ହୋଇଥିଲେ ହେଁ ଆପଣା ଅଲୌକିକ ପ୍ରତିଭା ତଥା ଦିବ୍ୟ ପରିକଳ୍ପନା ଶକ୍ତିର ସହାୟତାରେ ସେ ସେଥିରେ ଅନେକ ନୂତନ କାହାଣୀ ସଂଯୋଜନା କରି ଏ ସମ୍ପୂର୍ଣ୍ଣ ମୌଳିକ ଗ୍ରନ୍ଥ ରଚନା କରିଥିଲେ। କବି ସାରଳା ତାଙ୍କର ସମକାଳୀନ ସମୟର ଅନେକ ରାଜନୈତିକ, ଐତିହାସିକ, ସାଂସ୍କୃତିକ, ସାମାଜିକ ଘଟଣାକୁ ମହାଭାରତର ରୂପ ଦେଇ ଏହାକୁ ଓଡ଼ିଆ ଜାତିର ବେଦ ରୂପେ ପରିଣତ କରିଥିଲେ। ଆମେ ଜାଣିବା ଏହି ସାରଳା ବୃକ୍ଷ କବିତା ସମ୍ପର୍କରେ। ସାରଳା ବୃକ୍ଷ କବିତାଟି କବିଙ୍କର ମହାଭାରତ ଆଦି ପର୍ବରୁ ଗୃହୀତ ହୋଇଛି। ପ୍ରତ୍ୟେକ ଓଡ଼ିଆ ଖୋଳବାଡ଼ିରେ ପ୍ରାୟ ସାହାଡ଼ା ବୃକ୍ଷ ଥାଏ। ସାହାଡ଼ା ବୃକ୍ଷ ଦାନ୍ତକାଠି ବା ବଳବୀର୍ଯ୍ୟ ବର୍ଦ୍ଧକ ବୋଲି ଲୋକ ବିଶ୍ୱାସ କରନ୍ତି। ପୁଣି ସାହାଡ଼ା ବୃକ୍ଷକୁ ଖୁଆଇ ଶସ୍ୟ ଜୀବମାନଙ୍କ ମଧ୍ୟରେ ରଖିଲେ ସେଥିରେ ପୋକ ଲାଗନ୍ତି ନାହିଁ ବୋଲି ଓଡ଼ିଆ ଲୋକଙ୍କର ଧାରଣା ରହିଛି। ଏହିଭଳି ଗୋଟିଏ ଉପକାରୀ ବୃକ୍ଷ କବି ପୌରାଣିକ ଚରିତ୍ରମାନଙ୍କ ସହିତ ସଂଯୋଜିତ କରି ଏକ ମୋହନୀୟ ଆସନ ପ୍ରଦାନ କରିଛନ୍ତି। କୌରବ ବଂଶର ଦୁଇ କୁମାର ଧୃତରାଷ୍ଟ୍ର ଏବଂ ପଣ୍ଡୁ। ଧୃତରାଷ୍ଟ୍ର ଜ୍ୟେଷ୍ଠ ଏବଂ ପଣ୍ଡୁ ହେଉଛି କନିଷ୍ଠ। ଧୃତରାଷ୍ଟ୍ର ସୁସ୍ଥ, ସୁନ୍ଦର ଓ ବଳିଷ୍ଠ ହେଲେ ସୁଦ୍ଧା ସେ ଚକ୍ଷୁହୀନ ଥିଲେ। ପାଣ୍ଡୁ କିନ୍ତୁ ସୁନ୍ଦର, ବଳଶାଳୀ, ସର୍ବଗୁଣ ସମ୍ପନ୍ନ। ଏମାନଙ୍କ ଲାଳନ ପାଳନ ଦାୟିତ୍ୱ ନେଇଥାନ୍ତି ପିତାମହ ଭୀଷ୍ମ ଓ ରାଜମାତା ସତ୍ୟବତୀ। କାଳକ୍ରମେ ପିଲା ଦୁହେଁ ଯୁବକତ୍ୱ ଲାଭ କରନ୍ତି ଏବଂ ସେମାନଙ୍କର ବିବାହ ପ୍ରସ୍ତାବ ଆଗତ ହୁଏ। ପ୍ରଥମ ପାଳି ପଡ଼େ ଧୃତରାଷ୍ଟ୍ରଙ୍କର। ମାତ୍ର ବିଧିର ଏକ ବିଡ଼ମ୍ବନା, ସେ ଯେଉଁ ଝିଅ ସହିତ ଧୃତରାଷ୍ଟ୍ରଙ୍କର ବିବାହ ପଡ଼େ ସେ ଝିଅଟି ମରିଯାଏ। ପ୍ରାୟତଃ 108ଟି ଝିଅକୁ ସେ ବିବାହ କରି ସମ୍ପୂର୍ଣ୍ଣ ଭାବେ ସେ ଝିଅଙ୍କର ମୃତ୍ୟୁବରଣ ଘଟିଛି। ଏହି ଅନେକ କୁମାର ରାଜକୁମାରଙ୍କ ଅକାଳ ବିଯୋଗ ଘଟି ମାତା ସତ୍ୟବତୀ ଏହାର କାରଣ ଅନୁସନ୍ଧାନ କରି ଜାଣିପାରିଛନ୍ତି। କୃତିକା ବୃକ୍ଷ ରାଶିରେ ଅମାବାସ୍ୟା ତିଥିରେ ଜନ୍ମଲାଭ କରିଥିବାରୁ ଧୃତରାଷ୍ଟ୍ର ଏକ ବ୍ରହ୍ମ ରାକ୍ଷସ। ତେଣୁ ଝିଅଙ୍କର ଅପମୃତ୍ୟୁ ଘଟୁଛି। ଏଥିପାଇଁ ସେ ପିଲା ଦୁହିଁଙ୍କୁ ପ୍ରକୃତ ପିତାମହ ବେଦବ୍ୟାସଙ୍କୁ ପଚାରିଛନ୍ତି। ବେଦବ୍ୟାସ ଜ୍ୟୋତିଷଶାସ୍ତ୍ର ଗଣନା କରି ଧୃତରାଷ୍ଟ୍ରଙ୍କର ଜନ୍ମ ସମୟର ଦୋଷ ଜାଣିପାରିଛନ୍ତି। ଏପରି କିଛି ଦିନ
ଅତିକ୍ରାନ୍ତ ହେବା ପରେ ଥରେ ମହର୍ଷି ବେଦବ୍ୟାସ ଗାନ୍ଧାର ଦେଶର ରାଜା ଗାନ୍ଧାରସେନଙ୍କ ରାଜ୍ୟକୁ ପରିଭ୍ରମଣରେ ଯାଇଥାନ୍ତି। ରାଜା ଗାନ୍ଧାରସେନଙ୍କର 100 ପୁତ୍ର, ଏକମାତ୍ର କନ୍ୟା ହେଉଛି ଗାନ୍ଧାରୀ। ସୁନ୍ଦରୀ ସୁକୁମାରୀ ରୂପ ଗୁଣବତୀ ଗାନ୍ଧାରୀର କିନ୍ତୁ ଏକ ଦୋଷ ଥାଏ। ଯେଉଁ ରାଜାଙ୍କ ସହ ତାଙ୍କର ବିବାହ ପ୍ରସ୍ତାବ ପଡ଼େ ସେ ମୃତ୍ୟୁବରଣ କରନ୍ତି। ଏ ମଧ୍ୟ 22ଟି ରାଜକୁମାରକୁ ବିବାହ କରି 22 ଜଣ ରାଜକୁମାରଙ୍କର ମୃତ୍ୟୁବରଣ ଘଟିଥିଲା। ଏହି ଦୁଃଖରୁ ପାରି କରିବା ଲାଗି ଗାନ୍ଧାରସେନ ସର୍ବଜ୍ଞ ବେଦବ୍ୟାସକୁ ପଚାରିଛନ୍ତି। ବେଦବ୍ୟାସ ଜ୍ୟୋତିଷଶାସ୍ତ୍ର ଗଣନା କରି ଗାନ୍ଧାରୀ ଗୋଟିଏ ବ୍ରହ୍ମ ରାକ୍ଷସୀ ଓ ସେ ଯାହାକୁ ବାହା ହେବ ତାର ଏପରି ଦଶା ଘଟିବ ବୋଲି କହିଛନ୍ତି। ଏହା ଶୁଣି ଗାନ୍ଧାରସେନ ରାଜା ଖୁବ୍ କଷ୍ଟ ପାଇଛନ୍ତି, ମୂର୍ଚ୍ଛା ହୋଇଯାଇଛନ୍ତି। ବ୍ୟାସଙ୍କୁ ପ୍ରବୋଧନା ଦେଇ ଶାହାଡ଼ା ବୃକ୍ଷର ମହିମା ବଖାଣିଛନ୍ତି। ପରେ ସେହି ମହିମାମୟ ଶାହାଡ଼ା ବୃକ୍ଷ ସହିତ ଗାନ୍ଧାରୀଙ୍କର ବିବାହ ହେବା ପରେ ଧୃତରାଷ୍ଟ୍ରଙ୍କୁ ପୁନର୍ବାହା କରିବାକୁ ତାଙ୍କର ଦାମ୍ପତ୍ୟ ଜୀବନ ସୁସ୍ଥ ହୋଇପାରିଛି। ଗାନ୍ଧାରୀ ହିଁ ହେଉଛନ୍ତି ଧୃତରାଷ୍ଟ୍ରଙ୍କ ପାଇଁ ଯୋଗ୍ୟ ପାତ୍ରୀ। ଠିକ୍ ସେହିପରି ଧୃତରାଷ୍ଟ୍ରଙ୍କର ଯୋଗ୍ୟ ପାତ୍ର। କବି ସାରଳା ଦାସ ଏହି ପ୍ରସଙ୍ଗରେ ବ୍ୟାସଦେବଙ୍କ ମୁଖରେ ଶାହାଡ଼ା ବୃକ୍ଷର ମହିମା ବର୍ଣ୍ଣନା କରିଛନ୍ତି। ଏଥିରେ ଶାହାଡ଼ା ବୃକ୍ଷ କିପରି ଶ୍ରଦ୍ଧାଳୁର ସୁଖାଦ୍ୟ ପ୍ରାପ୍ତି କାରଣ ହୋଇଛି ତାହା ମଧ୍ୟ ଏହି କବିତାରେ ବର୍ଣ୍ଣନା କରିଛନ୍ତି। ଦେଖିବା ଆମେ ପ୍ରଥମ ପଂକ୍ତି ଆଡ଼କୁ ଯିବା। ଗୋଲକ ବୃକ୍ଷ କରତାରେ ରଥଚକ, ମହାକଳପ ବୃକ୍ଷ ସେ ହରଇ ମହାପାତକ। ଗୋଲକ ଅର୍ଥ ଶାହାଡ଼ା ଗଛ ବା ଶାହାଡ଼ା ବୃକ୍ଷ। କରତାର ରଥେ ଚକ, କରତାର ଅର୍ଥ ସୂର୍ଯ୍ୟ ଦେବତାର ରଥ ଚକରେ। ମହାକଳପ ଅର୍ଥ ମହାକଳପ ରୂପକ ବୃକ୍ଷ। ସେ ହରହି ମହାପାତକ ଅର୍ଥାତ୍ ଯେଡ଼େ ମଧ୍ୟ ପାପ ହେଉଥାଉ ନା କାହିଁକି ସେ ହରଣ କରିଥାଏ। ପୂର୍ବେ ସିର୍ଜିତ ତାହା କଲେକ ପ୍ରଜାପତି, ଦୋଷୀକନ୍ୟା ହୋଇଥିଲେ ତାକୁ ବିବାହ କରିବ ଯୁଗତି। ଅର୍ଥାତ୍ ପୂର୍ବରେ ସିର୍ଜିତ ଅର୍ଥାତ୍ ଯେ ସୃଷ୍ଟି କରିଛି ତାହା କଲେ ପ୍ରଜାପତି। ପ୍ରଜାପତିର ଅର୍ଥ ବ୍ରହ୍ମା। ଦୋଷୀକନ୍ୟା ହୋଇଲେ ତାକୁ ବିବାହ କରିବ ଯୁଗତି। ଅର୍ଥାତ୍ ଯେତେ ମଧ୍ୟ ଦୋଷୀକନ୍ୟା ହୋଇଥିଲେ ମଧ୍ୟ ସେ କ'ଣ କରିବ? ବିବାହ ଯୋଗ ହେବ ଯେ ଗୋଲକ ବୃକ୍ଷ ବା ଶାହାଡ଼ା ବୃକ୍ଷକୁ ପୂଜାର୍ଚ୍ଚନା କରିବ। ଗାନ୍ଧାରସେନ ବୋଇଲେ ହେ ବୃକ୍ଷ ଅଛି ମୋହର ନଅର ମଝାଥାନେ, ମୁଁ ତାଙ୍କୁ ମୁନି ହେ ପୂଜା କରୁଛି ନିତିଦିନେ। ଗାନ୍ଧାରସେନ ବା ଗାନ୍ଧାର ଦେଶର ରାଜା ସେ କହିଲେ ବୃକ୍ଷଟି ମୋହର ନଗରର ମଝା ଥାନରେ ବା ମଧ୍ୟଭାଗରେ ଅଛି। ମୁଁ ତାଙ୍କୁ ପ୍ରତିଦିନ ବା ନିତିଦିନ ପୂଜାର୍ଚ୍ଚନା କରେ। ବ୍ୟାସଦେବ ପ୍ରତିବାଚେ ତୁ ଭାଗ୍ୟବନ୍ତ ରାଜା, କିସ ଫଳ ଅଛି ତୁ ଶାହାଡ଼ା ବୃକ୍ଷ କରୁ ପୂଜା। ଅର୍ଥାତ୍ ବ୍ୟାସଦେବ ପଚାରିଲେ, ପ୍ରତିବାଚେ ମାନେ ସିଏ କହିଲେ ତୁ ଭାଗ୍ୟବନ୍ତ ରାଜା, ଓହୁ ସୌଭାଗ୍ୟ ତୋହର, କି ଫଳ ଅଛି ତୋର ଶାହାଡ଼ା ବୃକ୍ଷ କରୁଅଛୁ ପୂଜା। ଅର୍ଥାତ୍ କିସ ଫଳ ପ୍ରାପ୍ତ ପାଇଁ କି ପ୍ରକାର ପ୍ରାପ୍ତ ପାଉଛୁ ତୁ ଯେ ପ୍ରକୃତିରେ ଶାହାଡ଼ା ବୃକ୍ଷକୁ ତୁ ପୂଜାର୍ଚ୍ଚନା କରୁଅଛୁ। ଗାନ୍ଧାରସେନ ପ୍ରତିବାଚେ ସେ କରତାର ରଥଚକ, ଦର୍ଶନ ହରେଇ ସେ ଆଶିଷ କୋଟି ପାତକ। ଗାନ୍ଧାରସେନ କହିଲେ ଯେ କରତାର ଅର୍ଥାତ୍ ସୂର୍ଯ୍ୟଙ୍କର ରଥଚକ ଯେହେତୁ ତାହାର ଦର୍ଶନ କଲେ ନିଶ୍ଚିତ ଭାବରେ ଅନେକ ବା ଆଶିଷ କୋଟି କୋଟି ପାତକ କ୍ଷୟପ୍ରାପ୍ତ ହୁଏ। ବ୍ୟାସ ବୋଇଲେ ରାଜା ନୁହଁଟି ଏମନ୍ତ, ଆମ୍ଭର ତହୁଁ ଶୁଣ ହେ ସହସ୍ର ସଙ୍ଗତ। ସେ କହିଲେ ଏହି ପ୍ରକାର କଥା ନୁହେଁ, ତୁ ଯେଉଁ ପ୍ରକାର କଥା ପାତକର କଥା କହୁଛୁ, ଆଶିଷ ପାତକର କ୍ଷୟ ହେବା କଥା କହୁଛୁ,
ସେହିପରି କଥା ନୁହେଁ। ମୁଁ ଯେଉଁ କଥାଟି କହୁଛି ବ୍ୟାସଦେବ କହୁଛନ୍ତି ଯେ ତୁ ଶୁଣ, ସହସ୍ର ସଂଘାତ ଅର୍ଥାତ୍ ଶାସ୍ତ୍ର ସମ୍ମତ କଥା। ପରବର୍ତ୍ତୀ ପଂକ୍ତି, ବୃଷଭ ମାସ କୃଷ୍ଣପକ୍ଷ ତିଥି ଯେ ଦଶମୀ, ଗୁରୁବାର ଶତ ଭିସା ନକ୍ଷତ୍ରେ ବିଜେ ବିଶ୍ୱନାଥ ସ୍ୱାମୀ। ଅର୍ଥାତ୍ ବୃଷଭ ଅର୍ଥ ଜ୍ୟେଷ୍ଠ ମାସ। ବୃଷଭ ମାସ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଗୋଟିଏ ଶୁକ୍ଳପକ୍ଷ ଥାଏ ଏବଂ ଗୋଟିଏ କୃଷ୍ଣପକ୍ଷ ଥାଏ। ତିଥି ପଡ଼ିଥିବ ଦଶମୀ ଏବଂ ଦିନ ହେଉଥିବ ଗୁରୁବାର। ଶତଭିଷ ନକ୍ଷତ୍ର ବିଜେ ବିଶ୍ୱନାଥ ସ୍ୱାମୀ। ଏହି ସମୟରେ ବିଶ୍ୱନାଥ ସ୍ୱାମୀ ଅର୍ଥାତ୍ ଶିବଙ୍କର ଅନ୍ୟ ନାମ, ସେ ବିଜେ କରିଥିବେ। ନନ୍ଦିକେଶ୍ୱର ଦେବ ବୃଷଭ ପାଲିଣୀ, ପିଠିରେ ବିଜେ କଲେ ଦେବ ପିନାକୀ ଶୂଳ ପାଣି। ତ ଏଇଠି କହୁଛନ୍ତି ନନ୍ଦିକେଶ୍ୱର ଅର୍ଥାତ୍ ନନ୍ଦିକେଶ୍ୱରୀ ନୁହେଁ, ଏଇଟା ନନ୍ଦିକେଶ୍ୱର ଯିଏକି ଶିବ ଦେବ। କ'ଣ କହୁଛନ୍ତି, ସେ ଶିବ ଦେବ ବୃଷଭ ପାଲିଣୀ, ବୃଷଭଙ୍କ ତାଙ୍କର ବାହନ, ସେଇଥିରେ ବସିଛନ୍ତି। ପିଠିରେ ବିଜେ କଲେ ଦେବ ପିନାକୀ ଶୂଳ ପାଣି। ପିନାକୀ ଶୂଳ ପାଣି ଅର୍ଥାତ୍ ପିନାକୀ ଅର୍ଥ ମଧ୍ୟ ଶିବ। ଦୂରେହେ ଆଭରଣ ଉଡଙ୍ଗ ସପ୍ତ ଫେରୁ, ଅନ୍ତରକ୍ଷେ ବାଜଇ ନବଲକ୍ଷ ଡମ୍ବରୁ। ଏଠି କହୁଛନ୍ତି ଯେ ହୃଦୟରେ ଆବରଣ ଉଡଙ୍ଗ ସପ୍ତ ଫେରୁ। ସେ କରୁଛନ୍ତି ହୃଦୟ ଭିତରେ ତାଙ୍କର ଗଳାରେ ଆବରଣ ହେଇଛନ୍ତି ବା ତାଙ୍କୁ ଗୁଡ଼େଇ ହେଇଛନ୍ତି ଉଡଙ୍ଗ ଉଡ଼ୁଥିବା ସପ୍ତ ଫେରୁ ବା ସପ୍ତ ଫେଣି ନାଗ। ଅନ୍ତରୀକ୍ଷ ବାଜଇ ନବଲକ୍ଷ ଡମ୍ବରୁ। ଅନ୍ତରୀକ୍ଷ ବା ଆକାଶରେ କ'ଣ ହେଇଛି, ଯେମିତିକି 90 ଲକ୍ଷ ଡମ୍ବରୁ, ଗୋଟିଏ ଡମ୍ବରୁ ଧରନ୍ତି, କିନ୍ତୁ ଯେଉଁ ଗୋଟିଏ ଡମ୍ବରୁର ଶବ୍ଦ ହେଉଛି 90 ଲକ୍ଷ ଡମ୍ବରୁ ସହ ସମାନ। କୌତୁକେ ବିହଡ଼ନ୍ତି ସ୍ୱାମୀ ଦେବରାଏ, ବୋଇଲେ ଆହରଣୀୟ ଦେବ ମଧ୍ୟପୁରେ ଦିଗ୍ବିଜେ। ତ କୌତୁକରେ ବିହଡ଼ନ୍ତି ସୋମଦେବରାଜ। କୌତୁକରେ ବା ଦେବରାଜ ଅର୍ଥ ଶିବ। ବୋଇଲେ ଆହରଣୀୟ ଦେବୀ ମଧ୍ୟପୁରେ ବିଜେ। ମଧ୍ୟପୁରୀ ଅର୍ଥ ମର୍ତ୍ତ୍ୟପୁରକୁ ମୁଁ ବିଜେ କରିବି। ମଧ୍ୟପୁରେ ଅନେକ ତୀର୍ଥ ପଶି ଆସନ୍ତି ସୁଢ଼ଳେ, ଚଳନ୍ତି ମହେଶ୍ୱର ବୈତରଣୀ ନଦୀ କୂଳେ। ତ ଏମିତି ଅନେକ ତୀର୍ଥ ଜାଗାକୁ ସେ ଆନନ୍ଦର ସହିତ ପରିଭ୍ରମଣ କରିଛନ୍ତି। ଚଳନ୍ତି ମହେଶ୍ୱର ବୈତରଣୀ ନଦୀ କୂଳେ। ତେଣୁ ସେ ଆଗକୁ ଯାଇ ପ୍ରାୟତଃ ବୈତରଣୀ ନଦୀକୂଳ ପର୍ଯ୍ୟନ୍ତ ସେ ଉପଗତ ହେଇଛନ୍ତି। ସାହାଡ଼ା ବୃକ୍ଷ ଗୋଟିଏ ଯେ ଅଛି ବାମ କତି ଲାଗି, ପତ୍ର ଗୋଟିଏ ବଇଲଇ ମଥାରେ ଘେନିଲା ବେଗି। ଏଇଠି କ'ଣ କରୁଛନ୍ତି ଯେ ସାହାଡ଼ା ବୃକ୍ଷଟିଏ କ'ଣ ଅଛି, ବାମ କତି ବାମ ପାର୍ଶ୍ୱରେ ଲାଗିଛି ଏବଂ ସେହି ପତ୍ର ଗୋଟିକୁ ବଇଲ ଅର୍ଥ ବଳଦ ବା ବୃଷଭ କ'ଣ କରିଛି, ତାହାର ଗୋଟିଏ ପତ୍ର ଆଣିଛି ଏବଂ ସେହି ପତ୍ରକୁ ଘେନିକି ତା ବେଗେ ମୁଣ୍ଡରେ ଲଗାଇଛି। ଈଶ୍ୱର ପୁଚ୍ଛେ କଲେ ଶୁଣ ହେ ମହାବୃଷଭ, ଏ ପତ୍ର ଗୋଟି ମଥାରେ ଘେନିଲୁ କିସ ସୁଲଭ ହୋଇବ। ପତ୍ର ଗୋଟିକୁ ଯେପରି ଭାବରେ ଈଶ୍ୱର ତାଙ୍କୁ ପୁଛିଛନ୍ତି ଯେ ପ୍ରକୃତିରେ ତୁ ଯେଉଁ ଏ ପତ୍ରଟି ଆଣିକି ତୁ ମୁଣ୍ଡରେ ଲଗେଇଛୁ ବା ତାକୁ କରିଛୁ, ତ ମହାବୃଷଭକୁ ପଚାରିଛନ୍ତି ଏ ପତ୍ର ଗୋଟି ମଥାରେ ଘେନି ତୁ କି ଲାଭ ପାଇବୁ, ଅର୍ଥାତ୍ ପ୍ରକୃତିରେ ତୋର ଲାଭ କ'ଣ ହେବ। ବୃଷଭ ବଇଲା ଦେବ ବାମେ ଯେବେ ସାହାଡ଼ା ବୃକ୍ଷ ଥାଇ, ପତ୍ର ଗୋଟି ଶିରେ ଘେନିଲେ ଅମୃତ ଯୋଗାଡ଼ ପାଇ। ଅର୍ଥାତ୍ ସେ କହିଲେ ଯେ ବୃଷଭ କହିଲେ, ହେ ଦେବ, ହେ ମହାଦେବ, ସାହାଡ଼ା ବୃକ୍ଷ ଯେତେବେଳେ ବାମ କରରେ ଥିବ, ସେହି ପତ୍ର ଗୋଟିକୁ ଯଦି ଶିରରେ ଲଗେଇବ, ନିଶ୍ଚିତ ଜାଣିଥାଅ ହେ ପ୍ରଭୁ, ସେହିଦିନ ଅମୃତ ଯୋଗାଣ ପ୍ରାପ୍ତ ହେବ। ଡାହାଣ ଭାଗେ ଯେବେ ବୟର ବୃକ୍ଷ ଥାଇ, ତହିଁରୁ ପତ୍ର ଗୋଟି ଘେନି ଶତ୍ରୁ କ୍ଷୟ ଯାଇ।
ଅର୍ଥାତ୍ ଡାହାଣ ପଟରେ ଡାହାଣ ଭାଗରେ ଯେତେବେଳେ ବୟର ଅର୍ଥାତ୍ ବରଗଛ ଯେତେବେଳେ ଥିବ, ତହିଁରୁ ଯଦି ଗୋଟିଏ ପତ୍ର ଘେନିଲେ, ଯେତେ ମଧ୍ୟ ଶହ ଶହ ଶତ୍ରୁ ମଧ୍ୟ ଥିଲେ ତାହା ନିଶ୍ଚିତ ଭାବରେ କ୍ଷୟପ୍ରାପ୍ତି ହେବେ ଏବଂ ତୁମର ଜୟଲାଭ ହେବ। ଆଗରେ ଶ୍ୱେତ ଦୁବ ଦେଖି ମଥାରେ ଘେନିଲେ ତୋଳି, ଅନେକ ଦୋଷ କ୍ଷୟ ଯାଏ ଶୁଣି ମା କପାଳି। ସେ କହୁଛନ୍ତି, ଯଦି ଆଗରେ ଦେଖିବ ଶ୍ୱେତ ଦୁବ ବା ଧଳା ଦୁବ ଯଦି ଦେଖିବ, ଯଦି ମଥାରେ ତାକୁ ଘେନିବ, ଯେତେ ମଧ୍ୟ ଦୋଷ କ୍ଷୟ ନିଶ୍ଚିତ ଭାବରେ ଦୋଷ କ୍ଷୟ ହୋଇଯିବ ବୋଲିକି ସେ କପାଳିର ଅର୍ଥ ଶିବକୁ କହୁଛନ୍ତି। ତୁଳସୀ ବୃକ୍ଷ ଯେବେ ଦେଖିବ ପଛକତି, ଲେଉଟି ମଥାଇଣେ ଘେନିମ ହାତେ ଝଡ଼ିଲା ପତ୍ର ଗୋଟି। ସେ କହୁଛନ୍ତି, ଯେତେବେଳେ ତୁମେ କୌଣସି ଆଡ଼େ ଯାଉଅଛ, ତୁଳସୀ ବୃକ୍ଷ ଦେଖିବ ଯଦି ପଛକତି, ପଛକୁ ତୁମେ ଯେତେବେଳେ ଅନାଉଅଛ, ସେହି ସମୟରେ ଯଦି ତୁଳସୀ ପତ୍ର କିଛି ଗୋଟିଏ ଝଡ଼ିଯାଇଛି, ତାକୁ କ'ଣ କରିବ, ଆଣିକି ତୁମେ ମଥାରେ ଘେନିବ ପତ୍ର ଗୋଟିକୁ। ତ କ'ଣ ହେବ, ଜ୍ଞାନେ ଅଜ୍ଞାନେ ଯେତେ ପାପ ଅଛି, ତତକ୍ଷଣ ସକଳ ପାତକ ଯାଏ ଲେଛି। ଅର୍ଥାତ୍ ସେଇ ଯଦି ତୁଳସୀ ପତ୍ର ପଡ଼ିଥିବାକୁ ତାକୁ ଯଦି ତୁମେ ଆଣିଲ, ଜ୍ଞାନରେ କିମ୍ବା ଅଜ୍ଞାନରେ ଯେତେ ମଧ୍ୟ ପାପ କରିଅଛ, ତତକ୍ଷଣ ଅର୍ଥାତ୍ ସେହି କ୍ଷଣ ସକଳ ପାତକ ଯେତେ ମଧ୍ୟ ପାପ ଅଛି ସବୁ କ'ଣ ହେବ, କ୍ଷୟ ହେବ। ଲେଛି ଅର୍ଥ କ୍ଷୟ ହୋଇଯିବା। ସୁପଙ୍କ ଅନ୍ନ ପ୍ରାପ୍ତ ସାହାଡ଼ା ପତ୍ର ଘେନିଲେ, ଏସନେ ଚରିତ୍ର ବୃକ୍ଷ ବଇଲେ। ସେ କହୁଛନ୍ତି, ଯେଉଁ ସାହାଡ଼ା ବୃକ୍ଷର କଥା କହୁଛନ୍ତି, ଯଦି ସୁପଙ୍କ ଅର୍ଥାତ୍ ଭଲ ଖାଦ୍ୟ ଅନ୍ନ ପ୍ରାପ୍ତ ହେବ, ଯଦି ସାହାଡ଼ା ବୃକ୍ଷକୁ ମୁଣ୍ଡରେ ଘେନିଲେ ବୋଲିକି ବୃଷଭ କହୁଛନ୍ତି ବା ମହାବୃଷଭ କହୁଛନ୍ତି ପିନାକୀକୁ ବା ଶିବଙ୍କୁ। ଯେସନେ ଚରିତ୍ର ବୃଷଭ ବଇଲେ, ଏହି ପ୍ରକାର କଥା ସେ କହିଲେ। ଭୋଜନ ପ୍ରାପତ ହୋଇ ସାହାଡ଼ା ପତ୍ରେକ ଘେନିଲେ, ଆଜି ପରୀକ୍ଷି ଜାଣି ସଦାନନ୍ଦ ବଇଲେ। ଯଦି ଏହି କଥା ବୃଷଭ କହୁଛି, ତ ନିଶ୍ଚିତ ଭାବରେ ଶିବ ମନ ଭିତରେ ଏହାକୁ କ'ଣ କହୁଛନ୍ତି, ଯେ ପ୍ରକୃତିରେ ମୁଁ ଏହାକୁ ପରୀକ୍ଷା କରିବି। ଯଦି ଭଲ ଭୋଜନ ପ୍ରାପ୍ତ ହୁଏ, ତାହେଲେ ନିଶ୍ଚିତ ଭାବରେ ମୁଁ କ'ଣ କରିବି, ପରୀକ୍ଷା କରିବି। ଚତୁର୍ଦ୍ଦଶ ଭୁବନ ବୁଲିଲେ ମହାଦେବ, ପାଣି ଘାସ ଆହାର କତିକି ସେ ନ ଦିଅନ୍ତି ବୃଷଭ। ତେଣୁ ସେ କହୁଛନ୍ତି, ଚତୁର୍ଦିଗ ଯେଉଁ ସବୁ ଦିଗକୁ ସେ ଭ୍ରମଣ କରେ, ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ସବୁ ଦିଗକୁ, ଚାରି ଭୁବନ ସେ ମହାଦେବଙ୍କ ସହିତ ଭ୍ରମଣ କଲେ। ତାହାଙ୍କୁ ପାଣି ମଧ୍ୟ ଦେଲେ ନାହିଁ, ଘାସ ମଧ୍ୟ କୌଣସି ଆହାର କିଛି ଦେଲେ ନାହିଁ ବୃଷଭଙ୍କୁ। ମନସରି ବୃଷଭଙ୍କୁ ସେ ବୁଲନ୍ତି ଉପବାସେ, ଗିରି ଅରଣ୍ୟ ବୁଲନ୍ତି ଯେମନ୍ତ କ୍ଷେପନ୍ତି ଆକାଶେ। ସେ କହୁଛନ୍ତି ଯେ ମନ ସରି ବୃଷଭଙ୍କୁ ସେ ବୁଲାନ୍ତି, ଯେଉଁଠି ମନ ତାଙ୍କର ଲାଗେ ସେହି ଜାଗାଙ୍କୁ ବୃଷଭଙ୍କୁ କିଛି ଖାଇବାକୁ ନ ଦେଇ ଉପବାସରେ ବୃଷଭଙ୍କୁ ଗିରି ଅରଣ୍ୟ ଆକାଶ ଏହି ସବୁ ଦିଗକୁ ସେ ପରିଭ୍ରମଣ କରାଇଛନ୍ତି। ବାହୁଡ଼ନ୍ତି କପିଳାସେ ସେ ବିଜେ କଲେ, ଆଦିତ୍ୟର ହସ୍ତେ କପିଳାସ ନିକଟେ ବିଜେ ପଞ୍ଚୁ ବକ୍ର ତ୍ରିନେତ୍ରୀ। ସେ କହୁଛନ୍ତି ଯେ ବାହୁଡ଼ିଲେ କପିଳାସରେ, ତାଙ୍କର କୈଳାସ କ୍ଷେତ୍ର ହେଉଛନ୍ତି ଶିବଙ୍କର, ସେ ବିଜେ କଲେ ଯେତେବେଳେ ଆଦିତ୍ୟର ହସ୍ତରେ, ଅର୍ଥାତ୍ ସୂର୍ଯ୍ୟଦେବ ଯେତେବେଳେ ଅସ୍ତଗାମୀ ହୋଇଛନ୍ତି, ସେହି ସମୟରେ ଶିବ ଏବଂ ବୃଷଭ କୈଳାସରେ ଉପଗତ ହୋଇଛନ୍ତି। କୈଳାସ ନିକଟେ ବିଜେ ପଞ୍ଚୁବକ୍ର ତ୍ରିନେତ୍ରୀ ଅର୍ଥାତ୍ ଶିବ। ଅମୃତ ଯୋଗାଣେ ଯେ ରନ୍ଧନ କରନ୍ତି ଉମା, ସ୍ୱାମୀକୁ ବାଟ ଚାହିଁ ବିମୁଖ ଦେବୀ ବାମା।
ସେ କ'ଣ କରିଛନ୍ତି? ଅମୃତ ଯୋଗାଡ଼ ରନ୍ଧନ କରିଛନ୍ତି ଦେବୀ ପାର୍ବତୀ ବା ଉମା। ଅତି ସୁବ୍ୟଞ୍ଜନ ଅମୃତର ସହିତ ସେ ରୋଷେଇ କରିଛନ୍ତି। କେତେବେଳେ ମୋ ସ୍ୱାମୀ ଆସି ଖାଇବେ ବୋଲି ବାଟ ଚାହିଁଛନ୍ତି ଏବଂ ଅନେକ ସମୟ ହୋଇଯାଇଛି ବାମା ଅର୍ଥ ସ୍ତ୍ରୀ ସେ ଆସିନାହାନ୍ତି ବା ପ୍ରତ୍ୟାବର୍ତ୍ତନ କରିନାହାନ୍ତି। ତେଣୁ ବାମା ସ୍ୱାମୀଙ୍କର ବାଟକୁ ଅନେଇ ରହିଛନ୍ତି। ଧନ୍ୟବାଦ ଦେଖିଥିବାରୁ ଏହି ଭିଡ଼ିଓକୁ। ପରବର୍ତ୍ତୀ କ୍ଲାସ୍ରେ ଆମେ ଏହାର ଦ୍ୱିତୀୟ ଭାଗ ଆଣିବା। ତେଣୁ ସେତିକି ପର୍ଯ୍ୟନ୍ତ ନମସ୍କାର, ଧନ୍ୟବାଦ।